ଛତୁ ଚାଷ ଅତି ସହଜ ଉପାୟରେ କିପରି କରାଯାଏ ତାହା ଆମେ ଆଗକୁ ଭିଡ଼ିଓ ମାଧ୍ୟମରେ ଜାଣିବା। ଯଦି ଆପଣଙ୍କ ପାଖରେ କୁଟା, ପାଳ ଓ ଶୁଖିଲା କଦଳୀପତ୍ର ଅଛି, ତାହେଲେ ଅତି ସହଜରେ ଗଛ ମୂଳରେ ଏବଂ ବାଡ଼ି ଅଗଣାରେ ଛତୁ ବେଡ଼ ପକାଇ ପାରିବେ। ଚାଷୀ ଭାଇମାନେ, ଏ ଭିଡ଼ିଓର ଆରମ୍ଭରୁ ଆପଣମାନେ ଦେଖିଲେ କେଉଁ କେଉଁ କୁଟାରେ ଆପଣମାନେ ଛତୁ ଚାଷ କରିପାରିବେ। ଏବେ ଆମେ ଜାଣିବା ଆଉ ଅନ୍ୟ କେଉଁ କେଉଁ ଜିନିଷ ଦରକାର ପଡ଼ୁଛି। ତା ପୂର୍ବରୁ ମୋ ଚ୍ୟାନେଲଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରି ରଖିଦିଅନ୍ତୁ। ତ ଆମକୁ ଦରକାର ପଡ଼ୁଛି ପାଳ, ଗୁଣ୍ଡ ପାଳ ଆଉ ଶୁଖିଲା କଦଳୀପତ୍ର। ଆମକୁ ପାଳକୁ ବତୁରାଇବା ପାଇଁ ଚୂନ, ପତ୍ର ଚୂନ ବା କାନ୍ଥରେ ମାରିବା ଚୂନ, ପାଣି ଡ୍ରମ୍, ବାବିଷ୍ଟିନ୍ କିମ୍ବା ଅଲଗା କୌଣସି ଫଙ୍ଗିସାଇଡ୍, ବ୍ଲିଚିଂ ପାଉଡ଼ର, ହ୍ୱାଇଟ୍ ପଲିଥିନ୍ କିମ୍ବା ସ୍କାଇ ବ୍ଲୁ ନହେଲେ ଗ୍ରୀନ୍ କଲର୍ର ପଲିଥିନ୍, ଏହିସବୁ ଜିନିଷ ଆପଣମାନଙ୍କୁ ଛତୁ ଚାଷରେ ଦରକାର ପଡ଼ିଥାଏ। ଯଦି ଆପଣ ଛଣ ପାଳ କିମ୍ବା କଦଳୀପତ୍ରରେ କରୁଛନ୍ତି, ତାହେଲେ ଆପଣମାନେ ଅତି କମ୍ରେ 15 ଇଞ୍ଚରୁ 2 ଫୁଟ ପର୍ଯ୍ୟନ୍ତ ତାହାର ଲମ୍ବା ରଖିପାରିବେ। ଛତୁ ଚାଷ ପାଇଁ ଗୋଟେ ବେଡ଼ ପିଛା 13 ବିଡ଼ା କିମ୍ବା ଯଦି ପାଳ ବିଡ଼ା ବହୁତ ବଡ଼ ବଡ଼ ହୋଇଥାଏ, ତାହେଲେ ଆପଣମାନେ ବିଡ଼ାକୁ ଖୋଲି 7 ବିଡ଼ାରେ ବି ଗୋଟେ ବେଡ଼ ତିଆରି କରିପାରିବେ। ଛତୁ ବେଡ଼ ପକାଇବା ସମୟରେ ଆମକୁ ଦରକାର ପଡ଼ିବ ଗୋଟିଏ ଛୋଟ ବୋତଲ, ଛତୁ ମଞ୍ଜି ଆଉ ତା ସାଙ୍ଗରେ ବେସନ 200 ଗ୍ରାମ ଗୋଟେ ବେଡ଼ ପ୍ରତି। ବେଡ଼ ପକାଇବା ପୂର୍ବରୁ ସେହି ଜାଗାକୁ ଆପଣମାନେ ଭଲ ଭାବରେ ବ୍ଲିଚିଂ ପାଉଡ଼ରରେ ସ୍ପ୍ରେ କରିବେ ଏବଂ ଯେଉଁ କାଠକୁ ବ୍ୟବହାର କରିବେ ତାକୁ ମଧ୍ୟ ବ୍ଲିଚିଂ ପାଉଡ଼ର ପାଣିରେ ଭଲ ଭାବରେ ପୋଛିଦେବେ ଏବଂ ଛତୁ ବେଡ଼କୁ ମାଟିରୁ 6 ଇଞ୍ଚ ଉପରକୁ ଉଠେଇକି ରଖିବେ। ଆପଣମାନେ ଛତୁ ବେଡ଼ ପ୍ରିପାରେସନ୍ କଲା ଜାଗାରେ ଯେମିତିକି ଡାଇରେକ୍ଟ ସୂର୍ଯ୍ୟକିରଣ ବାଜୁନଥିବ, ହାଲକା ହାଲକା ସୂର୍ଯ୍ୟକିରଣ ବାଜୁଥିବ ଏବଂ ଗଛର ଛାଇ ଜାଗାରେ ହେଇଥିବ। ପାଳ ଛତୁ ଚାଷ ପାଇଁ 28ରୁ 35 ଡିଗ୍ରୀ ତାପମାତ୍ରା ସବୁଠୁ ଭଲ ରହିଥାଏ ଏବଂ ହ୍ୟୁମିଡ଼ିଟି 60%ରୁ ଅଧିକ ରହିବା ଦରକାର। ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିଲେ ଛତୁ ଚାଷରେ କେଉଁ କେଉଁ ଜିନିଷ ପ୍ରତି ଧ୍ୟାନ ରଖିବା ଦରକାର ଏବଂ କେଉଁ କେଉଁ ଜିନିଷ ଦରକାର ପଡ଼ୁଛି। ଗୁଣ୍ଡ ପାଳରେ ଛତୁ ଚାଷର ପ୍ରଥମ ଭିଡ଼ିଓ ଆପଣମାନଙ୍କୁ ବହୁତ ଜଲ୍ଦି ଦେଖିବାକୁ ମିଳିବ। ଧନ୍ୟବାଦ।